ମାୟା ଓ ମମତା ସିରିଏଲରେ ଦେଖିବାକୁ ପାଇବେ ଯେ ପଲ୍ଲବୀ ଆଦର୍ଶକୁ ଯାହା କହିଛନ୍ତି ଆଦର୍ଶ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ହଁ ସାଙ୍ଗମାନେ, ଆଜି ଆଦର୍ଶ ଅଫିସକୁ ଯିବା ପାଇଁ ବାହାରିଥିବେ। ତାପରେ ପଲ୍ଲବୀ ଆଦର୍ଶକୁ କହିବେ, ମୁଁ ତୁମ ମନରେ କଷ୍ଟ ଦେବାକୁ ଚାହୁଁନି ଆଦର୍ଶ, କିନ୍ତୁ ପ୍ଲିଜ୍ ତୁମେ ଟିକେ ବୁଝିବାକୁ ଚେଷ୍ଟା କର। ଆଉ ମୁଁ ଯେପର୍ଯ୍ୟନ୍ତ IPS ଅଫିସର ନ ହେଇଛି ସେ ପର୍ଯ୍ୟନ୍ତ ଆମେ ଛୁଆ ଜନ୍ମ କରିବା ବିଷୟରେ କେବେ ବି ଚିନ୍ତା କରିବାନି। ଆଉ ପଲ୍ଲବୀର ଏମିତି କଥା ଶୁଣି ଆଦର୍ଶ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ସେପଟେ ରୁବି ମାୟାଙ୍କୁ କହୁଥିବ, ନେଡ଼ିଗୁଡ଼ କୁହୁଣିକୁ ବହିଯିବା ଆଗରୁ ତୁ ନିଷ୍ପତ୍ତି ନେବା ଦରକାର ମାୟା। ଆଉ ଏବେଠୁ ତୋତେ ସେ ପଲ୍ଲବୀର ପର କାଟିଦେବା ଦରକାର। ତ ସାଙ୍ଗମାନେ, ରୁବିର କଥାରେ ପଡ଼ି ମାୟା ପଲ୍ଲବୀଙ୍କୁ IPS ହେବା ପାଇଁ ଅଟକାଇବେ କି? ଆପଣଙ୍କୁ କ'ଣ ଲାଗୁଛି କମେଣ୍ଟ କରି ଜଣାଇବେ। ଆଉ ମାୟାଙ୍କ ପଲ୍ଲବୀଙ୍କ ପ୍ରତି ଥିବା ଭଲ ପାଇବା ପୁଣି ଥରେ ଘୃଣାରେ ପରିଣତ ହୋଇଯିବ କି? ତାହା ମଧ୍ୟ କମେଣ୍ଟରେ ଜଣାଇବେ।